Jungle. Audio Jungle. অর্থাভাব যোগু উচ্চশিক্ষারু বঞ্চিত রহিবেনি ছাত্রছাত্রী। এড়িকি কেজিরু পিজি পর্যন্ত মাগଣାରେ পড়িবে ছাত্রছাত্রী। ঘোষণা হেলা কেজিরু পিজি পর্যন্ত নিঃশুল্ক শিক্ষা ব্যবস্থা। ପୂର୍ବରୁ ଏହି ବ୍ୟବସ୍ଥା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏହାକୁ ପ୍ରଥମ ଶ୍ରେଣୀରୁ পোস্ট গ্রাজুয়েট পর্যন্ত বৃদ্ধি କରିଛନ୍ତି রাজ্য ସରକାର। ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କହିଛନ୍ତି ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ। କୌଣସି ବି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ନାମଲେଖା, ଉନ୍ନୟନ ଫି ଓ ପରୀକ୍ଷା ଶୁଳ୍କ ଆଦି ଖର୍ଚ୍ଚ ସରକାର ବହନ କରିବେ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସହ ସରକାରୀ ତଥା ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟକୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି। ବେସରକାରୀ ଅନୁଦାନ ପ୍ରାପ୍ତ 488 ଓ 662 ବର୍ଗ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେବେ ବେସରକାରୀ ଅନୁଷ୍ଠାନ, ଦୂରଶିକ୍ଷା, ବୃତ୍ତିଗତ ଶିକ୍ଷାନୁଷ୍ଠାନ, ପତ୍ର ବିନିମୟ ବ୍ୟବସ୍ଥା ଆଦି ଶିକ୍ଷାନୁଷ୍ଠାନକୁ ଏହି ଯୋଜନାରୁ ବାଦ ଦିଆଯାଇଛି। ତେବେ ଛାତ୍ରଛାତ୍ରୀଙ୍କୁ 75% ଉପସ୍ଥାନ ବାଧ୍ୟତାମୂଳକ କରାଯିବା ସହ ଏଥିପାଇଁ ଡିଜିଟାଲ ଉପସ୍ଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାକୁ ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ବିଭାଗକୁ ପଠାଇବେ। ଆବଶ୍ୟକ ସ୍ଥଳେ 65% ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ଅପରପକ୍ଷେ ଏଥର ରିଆଡମିସନ ସାମ୍ସ ୱେବସାଇଟ ମାଧ୍ୟମରେ କରାଯିବାକୁ ଘୋଷଣା କରାଯାଇଛି। ଯେଉଁ ପିଲାମାନେ ବର୍ତ୍ତମାନ ଆଡମିସନ କରି ଅର୍ଥ ପୈଠ କରିଛନ୍ତି ତୁରନ୍ତ ସେମାନଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।